ମୋ ନାଁ ସୁଭାଷ ଚନ୍ଦ୍ର ପଲେଇ, ହିଞ୍ଜିଳିକାଟୁ ପୌର ପରିଷଦ ଅଧ୍ୟକ୍ଷ। ମୁଁ 80ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଆମର ହିଞ୍ଜିଳିକାଟୁ ପୌର ପରିଷଦ ତଥା ଅଞ୍ଚଳବାସୀଙ୍କୁ ହାର୍ଦ୍ଦିକ କୃତଜ୍ଞତା ଓ ଅଭିନନ୍ଦନ ଜଣାଉଛି। ଏହି ଅବସରରେ ମୁଁ କହିବାକୁ ଚାହେଁ ଯେ ଆମର ଗତ 1947 ମସିହା ଅଗଷ୍ଟ 15 ତାରିଖରେ ଦେଶ ସ୍ୱାଧୀନତା ଲାଭ କଲା। ଆଉ ଯେଉଁମାନେ ଆମର ବୀର ଶହୀଦ ଯବାନ ଓ ସ୍ୱାଧୀନତା ସଂଗ୍ରାମୀମାନଙ୍କର ଉଦ୍ୟମ ଫଳରେ ଆମେ ସ୍ୱାଧୀନ ଦେଶକୁ କଲେ, ଆଉ ତାଙ୍କର ବଳରେ ଆମେ ବଳିୟାନ ହୋଇ ଆମେ ଆମର ନିଜ ଏକତା ବଳରେ ଆମେ ଶାସନ କରୁଛେ। ଆଉ ଏହି ଅବସରରେ ମୁଁ ଆମର ଏ ଅଞ୍ଚଳର ସମସ୍ତ ଅଞ୍ଚଳବାସୀକୁ ଆଉ ଦଳମତ ନିର୍ବିଶେଷ ସମସ୍ତଙ୍କୁ ଅନୁରୋଧ କରୁଛି, ଆମର ଏ ସ୍ୱାଧୀନତାର ଏକତା ହୋଇ ଆମର ଏ ଅଞ୍ଚଳକୁ ଉନ୍ନତରୁ ଉନ୍ନତିତର କରିବା। ମୁଁ ସେଥିପାଇଁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି।